ଦେଇଛି ରଗଡ଼ି ଛଡାଳ ତୁ ଶ୍ୱଶୁର ଫଶୁର ମାରୁନୁ କଥା ମୁଁ ଭାବିଲି ଆକ୍ଚୁଆଲି ଲଳିତା ବୋଲି ଭାବିଲୁ ଚଣ୍ଡାଳ ଜମିଟା ସମତଳ କି ଖାଲ ଢିପ ଜାଣି କହିଛି ବାବା ମୋ କଥା ଟିକେ ଶୁଣ ଖରାପ ମୁଣ୍ଡ ଖରାପରେ ନାଇଁ ବାବା ମୁଁ ତାକୁ ପାଣି ଦେଲି ବୋଲି ବଞ୍ଚିଗଲି କଣ ତମକୁ କହିବି କି ପାଡ଼ ପାଡୁଛ ଲୁଙ୍ଗି ଖସି ଯାଉଛି ଏମିତି ମୁଁ ଜାଣିପାରୁନି ତମ ପାଡ଼ ଏତେ ଗନ୍ଧ ହଉଛି କାହିଁ କଣ ପାଇଁ ଦେଖୁଛ ନା ଜୋଇ ଶ୍ୱଶୁରକୁ ପଚାରୁଛି ପାଡୁଛ କାହିଁ ତମେ ଏମିତି ଗନ୍ଧ ପାଡ଼ ପାଡୁ ବାପା ଏ ପାଡ଼ ବାବଦରେ ତୋର କଣ ଜ୍ଞାନ ଅଛି କହି କଣ କହିଲେ ବାପା ପାଡ଼ ବୋଲି ଯୋଉ ଦୋଟି ଅକ୍ଷର ଆଜ୍ଞା ତାର ଶୁଦ୍ଧ ନାମକରଣ କଣ ଜାଣିଛୁ କଣ ପାଡ଼ର କଣ ମତେ କହିଲେ ଆଜ୍ଞା ଅନ୍ତଃସ୍ଥିତ ବାୟୁ ଅନ୍ତଃସ୍ଥିତ ବାୟୁ ତାକୁ ପୁଣି ଶରୀର ବିଜ୍ଞାନୀ ମାନେ ଦି ଭାଗରେ ବିଭକ୍ତ କର ପାଡୁ ହଁ ବାପା ନିମ୍ନମୁଖୀ ଅନ୍ତଃସ୍ଥିତ ବାୟୁ ঊର୍ଦ୍ଧ୍ୱମୁଖୀ ଅନ୍ତଃସ୍ଥିତ ବାୟୁ ଇଏ ପାଡ଼ ବାୟୁ ଯଦି ନିମ୍ନମୁଖୀ ହେଲା କିଛି ଅସୁବିଧା ନାହିଁ ଯଦି ଉପର ମୁହାଁ ହେଲା ଆଜ୍ଞା ବାପା ତ ଜୀବନ ଖାଇଯିବ ବଡ କହିଲେ ଛାତି ଫାତି ପୋଡ଼ି ଖଇ ହାକୁଡ଼ି ଦେଇ ଢିକା ମାରିକି ବାପା ଇଏ ବର୍ଜ୍ୟ ବସ୍ତୁ ପାଟିକି ପଳେଇ ଆସିବ ପାଟି ପାଟି ପଳେଇ ଯାଉଛି ହଁ ବାପା ଯିବେ ନିମ୍ନମୁଖୀ ହେଲା ଆଉ କିଛି ଚିନ୍ତା ନେଇ ତାର ବିଭିନ୍ନ ସାଉଣ୍ଡ କରିକି ପଦାକୁ ପଳେଇବ ବଡ ପାଡ଼ର ବିଭିନ୍ନ ସାଉଣ୍ଡ ଅଛି କେତେ ପ୍ରକାର ପାଡ଼ ସାଉଣ୍ଡ ଅଛି ବାପା ଗୋଟେ କୋଇଲି ସାଉଣ୍ଡ ଅଛି ଏଟା କେମିତି ତମେ 4 ଜଣ ବସିଯିବ କୋଇଲି ଭଳିଆ ଛାଡ଼ିଦବୁ କୋଉଠି କୋଇଲି ବୋବେଇଲା କି ହଁ ପ୍ରକୃତ ବାପା ତାର ଗୋଟେ ଅଛି ଫୁସୁରା ବାଣ ସାଉଣ୍ଡ ବାପା ତାକୁ ଯେତେବେଳେ ଛାଡ଼ିଦେବୁ ସେ ଏରିଆ ଆମ୍ବିଳା କରିଦେବୁ ବାପା ଲୋକ ଉଠିକି ପଳେଇବେ ହଁ ସେ ପାଡ଼ ଜଣା ହଁ ବାପା ଅଛି ଆଉ ଗୋଟେ ଶଙ୍ଖ ସାଉଣ୍ଡ କଣ ସେ କପଡ଼ାକୁ ଟେକି ଦଉଥିବ ପକେଇ ଦଉଥିବ ଏ ପାଡ଼ରେ ଏତେ କରାମିତି ଲୋକ ଯଦି ଅନ୍ୟ ମନସ୍କ ଥିବେ ଜୁଆର ହେଇ ପଡ଼ିବ ଶଙ୍ଖ ବାଜିଲା ମୁଁ ଭାବିଲି ରେଳ ଯାଉଛି ବୋଲି ତଳେ ତାର ଆଉ ଗୋଟେ ଇଣ୍ଟରେଷ୍ଟିଂ ସାଉଣ୍ଡ କ'ଣ ଅଛି ଜାଣିଛୁ କେମିତି କପଡ଼ା ଚିରା ସାଉଣ୍ଡ କ'ଣ ପାଡ଼ ତୁ କଉ ପକା ଉପରେ ଟେବୁଲକୁ କିଏ ଟାଣି ଆଣିଲା ବାପା ଯଦି ପାଖରେ ସାଙ୍ଗୁଳା ଆଣୁଥିବେ ମଢ଼ ପଡ଼ିଛି କହି ଖସି ଆସିବେ ସେ ପାଡ଼ ଆବାଜ ଜଣା ପଡ଼ୁଛି ସେ ଗନ୍ଧ ମାନେ ତୁ ବାପା କିନ୍ତୁ ବାପା ସେ ଯେତେବେଳେ ବାହାରି ଯିବେ ଓ କି ଶାନ୍ତି ବାପା ହଁ ବାପା ତୋତେ ସାଙ୍ଗେ ସାଙ୍ଗେ ନିଦ ହେଇଯିବ ମନେ ରଖିଛୁ ବାପା ଇଏ ଶରୀର ହେଉଛି ଗୋଟେ ଫ୍ୟାକ୍ଟ୍ରି ହଁ ବାପା ଏଠି ଦୂଷିତ ଜଳ ବାହାର କରିବା ପାଇଁ ରାସ୍ତା ଅଛି ଅଲଗା ହଁ ଆଉ ବର୍ଜ୍ୟ ବସ୍ତୁ ବାହାର କରିବା ପାଇଁ ରାସ୍ତା ସେଟା ତ ଅଲଗା ଯାଉଛି ମୁଁ ଯାଉଛି କିନ୍ତୁ ବାପା ପାଢ଼ ବୋଲି ଯୋଉ ଦୋଟି ଅକ୍ଷର ଆଜ୍ଞା ତା ପାଇଁ ବୈଜ୍ଞାନିକ ମାନେ କିଛି ସ୍ୱତନ୍ତ୍ର ରାସ୍ତା ରଖିନା ଆଉ ସେ ବାପା ଏଇ ପଶ୍ଚିମ ଦ୍ୱାର ଦେଇକି ବର୍ଜ୍ୟ ବସ୍ତୁ ସହିତ ମିଶିକି ଯିବେ ବାପା ତାକୁ ଯେବେ ହୁସିଆର ହେଇକି ଛାଡ଼ିବୁ ଆଜ୍ଞା ତା ନହେଲେ ସେ ସୋରିଷ ବାଟଣା ଲଙ୍କା ମଞ୍ଜି ଆଳୁ ଚୋପା ପର୍ଯ୍ୟନ୍ତ କାଢ଼ିଦେବ ବାପା ଗଲା ସେସବୁ ଜିନିଷ କ'ଣ ଛାଡ଼ ବାପା ମୁଁ ତ ତୋ ରୁମ୍କୁ ଆସିକି ଭୁଲ କରିଛି ମୋର ଯାହା ପଡ଼ୁଛି ମୁଁ ଯାଉଛି ବରଫ ଗଛୁ ବାପା କ'ଣ ଏତେ ଜୋର ଆଉ ତୁ ବାପା ତୋର ସହ ମୁଁ ଯାଉଛି ମଶା ବାଡ଼େଇ ବାପା ମୋ ବାପା ये जहाँ पीऊच गोटे प्रकार पीओ ये डबल पिया पी आई करुच एमती नाड़ा फाड़ पचिगलान ना कौन कि पाड़ पाड़ुची यही पाड़ा दोष पाई ये बुढ़ा कहीं पाखर बसई दौना ना आउ डेरी करवानी जाऊँगी खटर शोई पड़ी ना किए आसी फिर शोई पड़ आउ लेट करवानी सीता जी मौली आ छटा पड़ानी यही समय खटर शोई पड़ किए किए चिन्ही पारुन कि पचार देले किए मु ललिता सिंगा माटी झ ललिता एइटी बा तमे भाबुछ कि मु तम पाखरे सोइबा पई आसीची मो दुख जाउ नथला थारे छी करते जी माने छी कहिची तमर से मुहटा को मु अन्नै पिनी न ना किए तते बाध्य करूची कि आज काली बा समाज रे चालीची सैया कोला स्वामी स्त्री मध्ये नाही लो आउ प्रेमर भाव एमिति जीवन रखिकी लाभ स्वामी स्त्री परा अटंती सात जन्म साथी गोटे जन्म खसेनी तकिया धरती धरिता धरिता सेमी तकिया धरी बुलुथा जम्मा तते डाकिबी नहीं हां मु तकिया धरि के बुलिबी हेले तम्मा फटा पर मु तकिया पक्केइबिनी न पक्का मु भी कथा दउची जीवन चालिबो डाकिबिनी एबे ते गोटे मास गला वर्ष गले भी मु तम बेड ऊपर को जिबिनी कि म हाथ धरि टाणीले भी शुणीबिनी और कोन दरकार शरीर जो भला अवस्था गलानी तते डाकिबी मु भी जीवन चाली जीव तते डाकिबी नहीं भाबिथिली बाड़ी बिसे जोगणी खाऊ के एमिति कथा कइले म हाथ ओटा धरि पुछेइबो हेले ता छाटू सेमति किछि नाही देखुना किमति कदली
ଏଇ ଲୋ ଦକ୍ଷିଣକୁ ମୁହଁ କରି କ'ଣ ଗେରେ ଗେରେ ହଉଛୁ? ଘୋଡ଼ା ଡିମ୍ବ କହୁଛି। କ'ଣ ଭାଷା ଖରାପ ବୋଲୁଣି? ମାସେ ହେଲାଣି ମୁଁ ଅଲଗା ହେଲିଣି। କ'ଣ ହେଲା? ବୁଝା ସୁଝା ନାହିଁ, ମାନବତା ନାହିଁ କି ହଁ କାହା ଘରେ ଭଇତା ମାଇପ ଝଗଡ଼ା ଲାଗୁନାହାନ୍ତି। ସେଥିରେ ମୁଁ ରାଗରେ ମୋ ସୁଖେ ବିପଦ କହିଦେଇଥିଲି ବୋଲିକି ମୁଁ ତମ ମୁହଁ ଯାଇବିନି କି ତମ ପାଖ ପଶିବିନି ସେଇ କଥାକୁ ଗଣ୍ଠି ପକେଇ ଧରିଛନ୍ତି। ହେଇଠି ଡାକି ମତେ ଡାକ, ନହେଲେ ମୁଁ ଧକ୍କା ଧରିକି ଯାଉଛି। ତୁ ଯାଇନୁ ଆହୁରି ଠିଆ ହେଇଛୁ? ତୁ ଯା ଯେତେ ଶୀଘ୍ର ପାରୁଛୁ ପଳେଇ ଯା। ମୁଁ ଆଗେ 2 ଘଣ୍ଟା ଖଣ୍ଡେ ଶୋଇଯାଏ ନା, ଆଗେ ଶୋଇପଡ଼େ 2 ଘଣ୍ଟା ଖଣ୍ଡେ। ଯାହା ଜଣା ପଡୁଛି ବାରି ଯୋଗଣିଠା ପଥର ହେଇଗଲାଣି, ପାଷାଣ ହେଇଗଲାଣି। ହେଇଠି ଡାକି ମତେ ଡାକ, ନହେଲେ ମୁଁ ଯାଉଛି। ଇଏ କଣ ସତରେ ଘୋଡେ ଖାଡିକି ଶୋଇ ପଡିଲେଣି? ମତେ ଯାହା ଲାଗୁଛି ସେ ମତେ ଆଉ ଡାକିବେନି। ମାସ ହେଲାଣି ମୁଁ ଅଲଗା ହେଲିଣି, ଆଉ ହେବିନି। ସିଏ ନ ଡାକନ୍ତୁ, ମୁଁ ଯାଉଛି ତାଙ୍କ ବେଡସିଟ୍ ତଳେ ଗଳି ଯିବି। ମଶାଟା ହଉଛନ୍ତି ଟେକି ନେଇକି ସେ ପିଢ଼ାରେ ବସେଇ ଦେଲେଣି ମୋତେ। ତା ଗାମୁଛାଟା ଥିଲେ ଟିକେ ବୁଲେଇଥାନ୍ତି, ଗାମୁଛାଟା ଟୁଆ ରୁମ୍ ଭିତରେ ରହିଲା। ରେ ବାପା ଟୁଆ ରେ ଏ ବାପା ଟିକେ କବାଟ ଖୋଲ ବାପା, ଏ ବାପା ଟିକେ କବାଟ ଖୋଲ। ବାପା ବାପା ତ ଖଟ ଉପରେ ମୋ ଗାମୁଛାଟା ପଡ଼ିଛି, ଟିକେ ଦେଲି ସେଠି ବୁଲେଇବି। ମୁଁ ମୋତେ ମଶା ବସେଇ ଦେଲି। ମୁଁ ଜାଣିଛି ଠିକ ଅସଲ ସମୟରେ ତମେ ଆସି ଡାକିବ। ଟିକେ ଗାମୁଛା ନା ସକାଳୁ ଲଗେଇକି ଡାକନି। ବାବା କି ଗରମ, ଯେ ମୁଁ କ'ଣ ମାରହାଣ କାମଟେ କରିଦେଲି? ଏତେ ଗରମ ହଉଛି କ'ଣ? ମୁଁ ସଳାଟା ଶ୍ୱଶୁର କିଛି ମୁଁ ବୁଝିପାରୁନି। ଗାମୁଛାଟା ଦେବୁ ମୁଁ ଟିକେ ବୁଲେଇ, ସେ ଯେମିତି ହଉଛି ମୁଁ ତା ସାନ ଧରା। ये टुआ ये क्यों है से क्यों हाँ लोहिया ललिता भाई बाबा ଆମର ସେମିତି କିଛି ହେଇନି ବାବା। ସେମିତି କିଛି ହେଇନି। ହେଇପା ଡବଲ ତକିଆ ପଡ଼ିଛି। ବାପା ତମେ ତ ଜାଣିଛ ମୁଁ ପିଲା ବେଳୁ ଡବଲ ତକିଆ ୟୁଜ୍ କରେ ଆଉ। ହଁ ତୁ ନୀଳଗିରି ରଜା ପୁଅ। ବାପା ରାତିରେ ଉଠି ଆସିଲେ କ'ଣ ପାଇଁ? ତମ ଗୋଡ଼ ପରା ଭଲ ନାହିଁ, ଯାଉନ ଟିକେ ରେଷ୍ଟ ନେବା। ତୁ ମା ମତେ ଆଗେ କହିଲୁ କ'ଣ କରିବି? କାଟି କୁଟି ଦେଇକି କାନିରେ ଗୋଠି ପକେଇକି ଅଲଗା ରହୁଥିଲୁ ମାସେ ହେଲା। ଫେର ଟୁଆ ରୁମ୍ କାହିଁକି ଆସିଛୁ? କାହା ରୁମ୍କୁ? ଟୁଆ ରୁମ୍ କାହିଁକି? ଭଗବାନ ଏଟା ତାଙ୍କ ରୁମ୍ କାହିଁକି ହବ ମ? ଆଉ କାହା ରୁମ୍? ଏଟା ପୁରା ମୋ ରୁମ୍। ଏଟା ତୋ ରୁମ୍? ହଁ ଦେଖୁନ ଏପଟକୁ ଦେଖ, ମୋରି ଖଟ ପଡ଼ିଛି, ଦେଖୁଛ ନା ନାହିଁ? ଏପଟକୁ ଦେଖ, ଏପଟକୁ ଦେଖ, ମୋରି ଆଲଣା ଥୁଆଇଛି, ମୋରି ଆଲଣାରେ ମୋରି ଲୁଗାପଟା ହିଁ ଥୁଆଇଛି। ଏପଟକୁ ଦେଖ, ମୁଢ଼ି ମିକ୍ସଚର ଡବା ଥୁଆଇଛି, ଦେଖିଲ ନା ନାହିଁ? କୋଉଠି ମୁଢ଼ି ମିକ୍ସଚର ଥୁଆଇଛି ମତେ ଦେଖଉଛୁ? କ'ଣ ବାପା ତମେ ଦେଖିପାରୁନ? ମୁଁ ଦେଖିପାରୁଛି, ତମେ ଦେଖିପାରୁନ? ତୁ ଦେଖିପାରୁଛୁ କୋଉ ଥୁଆ ହେଇଛି ସିନା ମୁଁ ଦେଖିବି। ତାହେଲେ ସତରେ ତମକୁ ପ୍ରବଳ ନିଶା ହେଇଯାଇଛି ଆଉ। ହଁ ଜାଣିଛୁ ବାପା ମଦ ପିଏ ଯେତେବେଳେ ସେତେବେଳେ ତୁ ସେ ନିଶାରେ ଗୋଳେଇ ଦବୁ। ଏଟା ତୋ ରୁମ୍ ମୁଁ ଜାଣିପାରିଲି ଲାଗୁଛି। ଓହୋ ବାପା ସେସବୁ ନ ଦେଖ ନାହିଁ, ଏପଟକୁ ଦେଖିଲ, ଏ କାନ୍ଥରେ ଟିଭି ଲାଗିଥିଲା ନାହିଁ ଦେଖ, ଆଉ ସେପଟକୁ ଦେଖ ଝାଡୁ ଥୁଆ ହେଇଛି। ମତେ ପାଗଳା କରିଦେ। ତାହେଲେ ଏଟା ତୋ ରୁମ୍? ଏଟା ମୋ ରୁମ୍। ଆଉ ଏଟା ଦେବେ ତୋ ରୁମ୍? ତୋ ରୁମ୍କୁ ଟୁଆ ଡାକିବୁ? ଏଥିରେ କହିଲେ କହିବ ଦୋଇ କହୁଛି କିରେ ମୁଁ ତା ରୁମ୍ କେତେବେଳେ ଗଲି କିରେ? ସେ ତା ରୁମ୍ରେ ଅଛି, ମୁଁ ମୋ ରୁମ୍ରେ ଅଛି। ସେଠି ତା ଖଟ ପଡ଼ିଛି, ଏଠି ମୋ ଖଟ ପଡ଼ିଛି। ଏଇ କ'ଣ କ'ଣ ଷ୍ଟିଲ୍ ହ୍ୟାଙ୍ଗର ମୋ ନେଳିଆ ପ୍ୟାଣ୍ଟ ସାର୍ଟ ଗୋଲାପୀ ଚଢ଼ା ହେଇଛି, ଚଢ଼ିଟା ଟଙ୍ଗା ହେଇଛି, ଟଙ୍ଗା ହେଇନି। ଏଇ କରୁ କ'ଣ? ମୁଁ କୁଆଖିଆ ବ୍ରିତୋଳ ଯୋଉ ବଡ଼ ବଡ଼ ଫଳ ଆଣିଥିଲି, ଜଳ ପାଖରେ ଫଳ ଥୁଆ ହେଇଛି ନା ଥୁଆ ହେଇନି? ବାପା ଗୋଟେ କୁଆଖିଆ ଫଳ କାଟିଦେବି ଖାଇବ? ଫଳ ନା କଥା କହୁଛି ଏଟା ତାହେଲେ ତୋ ରୁମ୍? ଆଜ୍ଞା ସେଟା ତା ରୁମ୍। ଆଉ ମୁଁ ଶଳାଟି ବର୍ତ୍ତମାନ କୋଉଠି ଅଛି? ବାପା ତମେ ପୁରା ମଝି ସେଣ୍ଟରରେ ଛିଡ଼ା ହେଇଛ। ସେଣ୍ଟରରେ ଠିଆ ହେଇଛି, ବୁଝିପାରୁନ କି? ମାନେ ସେପଟେ ତାଙ୍କ ରୁମ୍, ଏପଟେ ମୋ ରୁମ୍, ମଝିରେ ଯୋଉ ଝରକାଟା ଅଛି ତମେ ସେ ଝରକା ପାଖରେ ଛିଡ଼ା ହେଇଛ। ବାପା ଦେଖୁନ ସେ ଝରକା କାନ୍ଥକୁ ଦେଖ, ତମରି ନଡ଼ିଆ ତେଲ, ଗୋଡ଼ାକୁ ଡବା, ସାବୁନ, ଲାଇବୟ ସାବୁନ ସବୁ ଛିଡ଼ା ହେଇଛିନି। ବାପା ମୁଢ଼ି ମିକ୍ସଚର ଗୋଳେଇ ଦଉଛି, ଖାଇଦେଇକି ଯାଅ। ନା ନା ବାପା ଫଳ ଖାଇକି ଯିବେ। ନା ନା ମୋ ବାପା ମୁଢ଼ି ମିକ୍ସଚର ଖାଇବେ। କହୁଛି ବାପା କୁଆଖିଆ ଫଳ ଗୋଟେ ଖାଇକି ଯିବେ। ମୁଁ ପୁରା କହୁଛି ମୋ ବାପା ମୁଢ଼ି ମିକ୍ସଚର ଖାଇବେ। ନା ନା ମୋ ବାପା ଫଳ ଖାଇବେ। ମୁଁ ବାଳ ଖାଇବି, ବାଳ। ମତେ ଫଳ କ'ଣ ଖୋଉଛ? ମୁଁ ବୁଝିପାରୁନି ନା ତମେ କାହିଁକି ଖୋଇବା ପାଇଁ ଚେଷ୍ଟା କରୁ। ତା ମାସେ ହେଲା ତକିଆ ଅଲଗା ହେଇଥିଲା, ଆଜି ତକିଆଟି ପାଖକୁ ପାଖ ପଡ଼ିଛି। ମୁଁ ତମ ମନ ଉଠୁଛି, ମତେ କ'ଣ ଖୋଉଛ ମୁଁ ବୁଝିପାରୁନି। ବାପା ତମେ ଖାଅ, ମୁଁ
खुशी में तमें भावुच कि मुझे राकुची मु खुशी से तमें बापा ये शुण मामा ये शुण बापा गोटे कथा कौन बुझल पुराणा कालिया लोक कहीकि जाइछन्ति अजा युद्धे ऋषि श्राद्धे प्रभात मेघडम्बरू दाम्पत्य कलह सैव महाडम्बर लघुक्रिया बापा तमें झगड़ा नागुच कहीं तो क्या अलगा करुच कहीं बापा मु कौन आशा कर तमें बुझीपार कौन कहले मु आशा कर नाती नातुणी बकटा बट देले मुझे धरिक मोर खेल तुम कौन कर बापा ये शीघ्र 3 वर्ष है शीघ्र ए वर्ष पूरी नथियो तुम नाती नातुणी पाए तो मुझे कहीकि जाऊँगी चेष्टा तो संसार कर मुझे जाऊँ तुम साबड़े बड़ दुख तमें तुम कम लग